ଦେଖ ସାଙ୍ଗମାନେ କେଉଁମାନେ ନିଜ ନିଜ ରୁମ୍ ଏମିତି ପୁରା ସଫା ସୁତରା ରଖିଛନ୍ତି କି ନାହିଁ, କି ଆପଣମାନେ ଯେଉଁ ମସଲା ଡବା ଇଏ ଡବା ତେଲ ଗ୍ୟାସ୍ ଫ୍ୟାସ୍ ସବୁ ଏରିଆ ସଫାସଫି କରୁଛନ୍ତି ନା ନାହିଁ। ମୁଁ ବର୍ତ୍ତମାନ ମସଲା ଡବାକୁ ଦେଖ କେମିତି ମସି ହେଇଯାଇଛି, ସବୁ ଏଇଟା ସର୍ଫ ପାଣି କରିଛି, ତା ଦେହରେ ଧୋଇବି, ଧୋଇ ଯାଇକି କ୍ଲିୟର୍ କରିବି। କାହିଁକିନା ଆମେ ସୁରକ୍ଷା ଆମ ଜିନିଷପତ୍ର ସବୁ ଠିକ୍ ସଫା ସୁତରା ରହିଲେ, ଆମେ ସଫା ସୁତରା ରହିଲେ ଆମ ଦେହ ମୁଣ୍ଡ ବି ଠିକ୍ ରହିବ। ସେଥିପାଇଁ ତୁମମାନଙ୍କୁ ରିକ୍ୱେଷ୍ଟ, ତୁମେମାନେ ସଫା ସୁତରା ରୁହ। ତୁମ ଯେଉଁଥିରେ ୟୁଜ୍ କରୁଛ, ଯେଉଁ ଜିନିଷରେ ଚଳୁଛ ସେଗୁଡ଼ିକ ବି ସଫା କରିକି ରଖ। ନିଜ ସୁରକ୍ଷା ନିଜେ କର। ନିଜେ ଭଲ ରହିଲେ, କର୍ମ କଲେ, ଦୁଇ ପଇସା କମେଇଲେ ନିଜ ନିଜ ଫ୍ୟାମିଲିକି ଦେବ, ଭଲରେ ରହିବ। ଯେଉଁମାନେ ଏମିତି କରୁଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଦେଖନ୍ତୁ ମୁଁ ଆକୁ ଏହିପରି ସଫା କରୁଛି, ଆପଣମାନେ ବି ଏମିତି ସଫା କରନ୍ତୁ। ଦେଖ ଏବେ ତ ଡବାରେ ମସିଆ ବସିଯାଇଛି, କାହିଁକିନା ନୂଆ ଡବା କିଣା ହେଇଥିଲା, ତେଲ ଚିକିଟା ଇଏ ସିଏ ଧୂଳି ପଡ଼ିକି ସେ ମସିଆ ବସିଯାଇଛି। ମୁଁ ଆକୁ ବର୍ତ୍ତମାନ ଏମିତି ଚୁଲିରେ ଟିକେ ବସି ସର୍ଫ ପାଣିରେ ତାପରେ ଏମିତି ଘଷିକି ସଫା କରିବି। ତୁମେମାନେ ବି ଟିକେ କରୁଛ ତାହେଲେ କମେଣ୍ଟ ମାଧ୍ୟମରେ କୁହ, ଆଉ ଏମିତି ହିଁ କର। ତୁମେ ନିଜେ ଜୀବନକୁ ଠିକ୍ ରଖିବାକୁ ହେଲେ, ନିଜେ ଠିକ୍ ରହିବାକୁ ହେଲେ ନିଜେ କିଛି କର, ଯେଉଁଟାକି ସମସ୍ତଙ୍କୁ ଭଲ ଲାଗିବ। ନିଜେ ବି ପରିଷ୍କାର ରହିବ। ସେ ଗୋଟେ ଘର ହଠାତ୍ ତୁମ ସାଙ୍ଗସାଥି ଆସିକି କହିଲେ ପରିଷ୍କାର ପରିଚ୍ଛନ୍ନ ଅଛି, ଆଉ ସେଥିପାଇଁ ତୁମେ ଭଲରେ ରହିଛ, ଯିଏ ଆସିବ ଭଲ କହିବ। ହେଲେ ଭଲକୁ ଭଲ କହିବା କ'ଣ ଭୁଲ? ସମସ୍ତେ ଯିଏ ଭଲ କରିବ ତାକୁ ଭଲ ହିଁ କହିବ। ତୁମେ ଯଦି ଏମିତି ଭଲ କରିବନି, ନିଜେ ନାଶନା ହେବ, ଯେଉଁଥିରେ ଚଳିବ ତାକୁ ନାଶନା କରିବ, ଖାଇକି ବର୍ତ୍ତମାନ ପକାଇଦେବ, 3 ଦିନ 4 ଦିନ ତଳେ ଧୋଇବ, ମଦ ପିଇକି ବୁଲିବ। ଭଗବାନ କହିଛନ୍ତି ସବୁ କର୍ମ କର, ନିଜ ନିମିତ୍ତ କର। ତା ମାନେ ନୁହଁ ଯେ ତୁମେ ଏମିତି ଇଏ କରିଦେବ ସିଏ କରିଦେବ, ସେମିତି ନୁହଁ। ଦେଖ ମୁଁ ଗୋଟାଏ ପରେ ଗୋଟାଏ ସଫା କରିଚାଲିଛି। ମୋର ବର୍ତ୍ତମାନ ଆଉ କିଛିଟା ଅଛି ଏମିତି ସଫା ସୁତରା କରିବାକୁ ହେଲା। ମୁଁ ଆପଣଙ୍କୁ ପୁରା ସଫା କରିସାରିକି ମୁଁ ଆପଣଙ୍କୁ ଜଣାଉଛି। ଦେଖ ଡବାଗୁଡ଼ା କେମିତି ପୁରା ସଫା ହେଇଗଲା ନା। ଯେକୌଣସି ମନେ ରଖିଥିବ, ଯେକୌଣସି ଅସନା ହେଉ କି ଅସନା ମଣିଷ ହେଉ କି ଅବାଗିଆ ବାଲା ମଣିଷ ହେଉ, ତାଙ୍କୁ ସଦାବେଳେ ଭଲ ଜ୍ଞାନ ଦେଲେ ସେ ଭଲ ଶିକ୍ଷା ପାଆନ୍ତି। ଦେଖ ଏ ଡବା କେମିତି ଯାଇକି ସଫା କଲା ପରେ କେମିତି ନୂଆ ବେଳେ ଚିକଚିକ୍ ମାରେ। କେମିତି ଯେତେ ଖରାପ ଲୋକ ହେଲେ ବି ତାକୁ ଭଲ ଶିକ୍ଷା ଯଦି ଡେଲି ଦେବ, ସେ ଖରାପ ଲୋକ ବି ଭଲ ଲୋକ ହୋଇଯିବ। ସେଥିପାଇଁ ଲୋକ ତାକୁ ବହୁତ ଭଲ ପାଇବେ, ବହୁତ ଖୁସି ଦେବେ। ଆଉ ଏତିକି ଯଦି ତୁମ ଥ୍ରୁରେ ହେଇଗଲା, ସେଥିପାଇଁ ଉପରବାଲା ତୁମକୁ ବି ଆଶୀର୍ବାଦ କରିବେ। ତୁମେମାନେ ମନେ ରଖ, ଡବା ଭଳିଆ ସମସ୍ତେ ଚିକ୍କଣ ରୁହ, ସବୁ ଲୋକକୁ ଭଲ ଶିକ୍ଷା ଦିଅ।